ଆପଣ କୌଣସି ସମସ୍ୟାରେ ପଡ଼ିଛନ୍ତି କି? ବର୍ଷ ବର୍ଷ ଧରି କୌଣସି ସମସ୍ୟାର ହୋଇପାରୁନି କି ସମାଧାନ? ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ବି ମିଳୁନି କି କିଛି ସୁଫଳ? ନ୍ୟାୟରୁ ବଞ୍ଚିତ ହେବେ ବୋଲି ଅନୁଭବ କରୁଛନ୍ତି କି? କୋର୍ଟ କଚେରୀ ଅଫିସ ଦୌଡ଼ି ଦୌଡ଼ି ନ୍ୟାୟର ଆଶା ହରାଇ ବସିଲେଣି କି? ପ୍ରଶାସନ ଆପଣଙ୍କ କଥା ଆଡ଼େଇ ଯାଉଛି କି ବାରମ୍ବାର? ତାରିଖ ପରେ ତାରିଖ ଗଡ଼ାଇ ଚାଲିଛି କି ନ୍ୟାୟ ବ୍ୟବସ୍ଥା? ଆପଣଙ୍କ ଅଭିଯୋଗ କେହି ଶୁଣିବାକୁ ରାଜି ନୁହନ୍ତି କି? ଏବେ କରିବେ ତ କରିବେ କ'ଣ? କାହାକୁ କହିବେ, କାହା ଆଗରେ ଗୁହାରି କରିବେ? ସବୁ ଆଶା ମଉଳି ଗଲାଣି କି? ଧୈର୍ଯ୍ୟଚ୍ୟୁତି ଘଟିଲାଣି କି ଆପଣଙ୍କର? ତେବେ କେଉଁଠି କରିବେ ଅଭିଯୋଗ? କିଏ ଶୁଣିବେ ଆପଣଙ୍କ କଥା? ଶେଷ ଆଶା ହେବ କି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି? ତ ଆପଣ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିରେ କେମିତି ନେଇପାରିବେ ଭାଗ? କ'ଣ ରହିଛି ବ୍ୟବସ୍ଥା? ଭାଗ ନେବାକୁ କ'ଣ ରହିଛି ପ୍ରକ୍ରିୟା? ଆସନ୍ତୁ ଜାଣିବା ଏହି ଭିଡ଼ିଓରେ। ରାଜ୍ୟରେ ବିଜେପି ସରକାର ଆସିବା ପରେ ଲୋକଙ୍କ ବିଶ୍ୱାସ ଭାଜନ ହେବା ପାଇଁ ବିଭିନ୍ନ ପ୍ରକାର ଲୋକପ୍ରିୟ ଯୋଜନାମାନ ଆଣୁଛନ୍ତି। ଏହାକୁ ମଧ୍ୟ ଲୋକମାନେ ବେଶ ଉତ୍ସାହର ସହ ଗ୍ରହଣ କରିଚାଲିଛନ୍ତି। ଏଥିପାଇଁ ବିଜେପି ବାରମ୍ବାର କହୁଛି ଯେ ରାଜ୍ୟ ସରକାର ଲୋକଙ୍କ ସରକାର, ଲୋକଙ୍କ ପାଇଁ ସରକାର, ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାର। ତେଣୁ ଲୋକଙ୍କ ସୁଖ ସୁବିଧା ଦେଖିବାକୁ ସରକାର ବଦ୍ଧପରିକର। ସେହି କ୍ରମରେ ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ଚରଣ ମାଝୀ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି। ଏହି ଜନ ଅଭିଯୋଗ ଶୁଣାଣିରେ ନିଜେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଶୁଣାଣି କରୁଛନ୍ତି। ତେବେ ଜନ ଅଭିଯୋଗ ଶୁଣାଣିରେ କେମିତି ହେବେ ଆପଣମାନେ ସାମିଲ, ସେହି ବିଷୟରେ ମୁଁ ଆପଣଙ୍କୁ ଏହି ଭିଡ଼ିଓରେ କହୁଛି। ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣିରେ କେମିତି ହେବେ ସାମିଲ? ମାସର ପ୍ରତି ସୋମବାର ହୁଏ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିଥାନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ପଞ୍ଜୀକରଣର ବ୍ୟବସ୍ଥା ରହିଛି। ଜନଶୁଣାଣି ପୋର୍ଟାଲରେ ଅଥବା ଜନଶୁଣାଣି ମୋବାଇଲ ଆପ୍ରେ ଆପଣ କରିପାରିବେ ପଞ୍ଜୀକରଣ। ଆପଣଙ୍କ ସ୍କ୍ରିନ୍ରେ ଦୃଶ୍ୟମାନ ହେଉଥିବା ୱେବସାଇଟ୍ଟି www.janashunani.odisha.gov.in ପୋର୍ଟାଲରେ ହେଉଛି ପଞ୍ଜୀକରଣ। ପଞ୍ଜୀକୃତ ହେଉଥିବା ସର୍ବାଧିକ 1000ଟି ଦରଖାସ୍ତକାରୀଙ୍କର ହୁଏ ଜନଶୁଣାଣି। ଆବେଦନକାରୀ ପଞ୍ଜୀକୃତ ପ୍ରାପ୍ତି ସ୍ୱୀକାରୀପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ସହ ଆସିବାକୁ ହୁଏ। ଜନ ଅଭିଯୋଗ ଶୁଣାଣି ସକାଳ ଦିନ 11ଟା ବେଳକୁ ଆରମ୍ଭ ହୁଏ। ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏହି ଜନଶୁଣାଣି ଆରମ୍ଭ ହୋଇଥାଏ। ଭୁବନେଶ୍ୱରର ୟୁନିଟ୍ 5 ସରକାରୀ ବାସଭବନ VIIMR 4ରେ ହୁଏ ଜନଶୁଣାଣି, ଯେଉଁଠି ନିଜ ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଶୁଣାନ୍ତି। ବର୍ଷ ବର୍ଷର ବିବାଦର ସମାଧାନ କରାଯାଏ। ଏଥିପାଇଁ ଆଇନର ବ୍ୟବସ୍ଥାକୁ ମାଧ୍ୟମ କରାଯାଏ। ତ ଇଏ ଥିଲା এই ছোট ভিডিওরে আপনার কিছু জনাইবার প্রয়াস। আম ভিডিও যদি আপনার পছন্দ লাগুথায় তেবে চ্যানেল কু সবসক্রাইব করন্তু এবং বেল আইকন কু দবাই দেই ভিডিও কু লাইক করিবা কু জমারু ভুলন্তু নাহি।